ଦେଖନ୍ତୁ ମୁଁ କେକ୍ କରିବାକୁ ଯାଇକି ମାନେ କେତେ ଲୋଭରେ ପଡ଼ିକି କେକ୍‌ର ଅବସ୍ଥା କ'ଣ କରିଛି। ଆଉ ଯେଉଁମାନେ ଯିଏ ନେଇଥାନ୍ତେ କେକ୍ ସିଏ କ'ଣ ଭାବୁଥିବେ ମୋତେ ବି ଜଣା ନାହିଁ। ସିଏ ମୋତେ ଏପର୍ଯ୍ୟନ୍ତ ବି କିଛି କହିନାହାନ୍ତି କ'ଣ ଭାବୁଥିବେ। ଟେଷ୍ଟ ଠିକ୍ ଥିବ କିନ୍ତୁ ଦେଖିବାକୁ ଆଖିକି ଏତେ ମୋତେ ବି ବାଗ ଲାଗୁନଥିଲା। ଟେଷ୍ଟ କିନ୍ତୁ ଠିକ୍ ଠାକ୍ ଥିବ, ବହୁତ ବଢ଼ିଆ ଟେଷ୍ଟ ଥିବ ଏଇଟା ମୁଁ କନଫର୍ମ। କିନ୍ତୁ ଦେଖାଯାଉନଥିଲା ଆଖିକି ଭଲ। ତାପରେ ବି ମୁଁ ଲୋଭରେ ପଡ଼ିକି ତାଙ୍କୁ ଘଣ୍ଟେର ଦେବି ବୋଲି କହିଲି। ଆଉ ଦେଖିଲା ବେଳକୁ ଠିକ୍ ସମୟରେ କରେଣ୍ଟ ପଳେଇଲା। କରେଣ୍ଟ 10-15 ମିନିଟ୍ ପରେ ଆସିଲା ବେଳକୁ ବେଶ୍ ତିଆରି କରି କ୍ରିମ୍ କରି କେକ୍ କଲା ବେଳକୁ ମୋତେ ଟାଇମ୍ ହେଇଯାଇଥିଲା। ମୁଁ ଏତେ ଜଲ୍ଦିରେ କରିଥିଲି ଯେ କେକ୍‌ର ଅବସ୍ଥା ଆପଣମାନେ ଦେଖିକି ନିଜେ ବୁଝିପାରୁଥିବେ। ମାନେ ଫ୍ରିଜ୍‌ରେ ରଖିବାକୁ ମୋତେ ଟାଇମ୍ ମିଳିନଥିଲା, ଯେଉଁଟାକି ଚକୋଲେଟ୍ ସବୁ ମେଲ୍ଟ ହେଇକି ବୋହି ଯାଉଥିଲା। ତାକୁ ମୁଁ ଆଡ଼ଜଷ୍ଟ କରିବାକୁ ଯାଇକି ଚକୋଲେଟ୍‌ର କ'ଣ କ'ଣ ସବୁ ୟୁଜ୍ କରିଛି। ଚକୋଲେଟ୍‌କୁ ତାକୁ ଗୁଣ୍ଡ କରିକି ତାକୁ ମାନେ ୟୁଜ୍ କରିଛି। ତାକୁ ଚକୋଲେଟ୍‌ର ମାନେ କ'ଣ କ'ଣ କରିଛି ଆପଣମାନେ ନିଜେ ଦେଖିକି ଜାଣିପାରୁଥିବେ। ମୋତେ ଆଉ କିଛି କହିବାକୁ ପଡ଼ିବନି। ଆପଣମାନଙ୍କୁ କେମିତି ଲାଗିଛି ମୋତେ ଜଣାଇବେ କେମିତି କ'ଣ ହେଇଛି।